ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳୁଥିବା ସୂଚନା ଅନୁଯାୟୀ ଆଜି ଏବଂ 2 ଦିନ ପରେ ଆହୁରି ବଢ଼ିବ ତାତି। ତ ଖବରଟି ଆମେ ଭିଡ଼ିଓରେ ଆଗକୁ ଜାଣିବା, କିନ୍ତୁ ତା ପୂର୍ବରୁ ଚ୍ୟାନେଲକୁ ନୂଆକି ଆସିছে ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେତେବେଳେ ପାଣିପାଗ ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ତ ଚାଲନ୍ତୁ ଡେରି ନକରି ଖବର ଉପରେ ନଜର ପକାଇବା। ରାଜ୍ୟରେ କମୁଛି ଶୀତ, ହେଲେ ଅଧିକ ରହୁଛି କୁହୁଡ଼ି। କୁହୁଡ଼ି ହେତୁ ଘଟୁଛି ଦୁର୍ଘଟଣା। ଘନ କୁହୁଡ଼ି ହେତୁ 10 ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପେଟ୍ରୋଲିଂ ବଢ଼ାଇବା ସହ ଡ୍ରାଇଭରମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ କିଛି ସ୍ଥାନରେ ପ୍ରବଳ ଖରା ଲାଗି ରହିଥିଲେ ମଧ୍ୟ କିଛି ସ୍ଥାନରେ ପାଗ କୋହଲା ରହିଛି। ଉପକୂଳ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ପାଗ ଶୁଖିଲା ସହ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ସେହିପଟେ 2 ଦିନ ପରେ ଆହୁରି ବଢ଼ିବ ତାତି। ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ନହେଲେ ବି ଦିନରେ 2ରୁ 3 ଡିଗ୍ରୀ ବଢ଼ି, ସେପଟେ ଫେବୃଆରୀରେ ପୁଣି 35 ଡିଗ୍ରୀ ଛୁଇଁଛି ତାପମାତ୍ରା। ରାଜ୍ୟରେ ଶୀତ କମୁଥିବା ବେଳେ ଅଧିକ ରହୁଛି କୁହୁଡ଼ି। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଘନ କୁହୁଡ଼ି ପାଇଁ 10 ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ଆଜି ଓ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଉପକୂଳରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ସହ ବାୟୁମଣ୍ଡଳରେ ଉପରି ଭାଗରେ ଥିବା ନିମ୍ନଚାପରେଖା ପ୍ରଭାବରେ ଏଭଳି ପାଗ ଲାଗି ରହିଛି। ଖବରଟି ଭଲ ଲାଗିଥିଲେ ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରନ୍ତୁ ଏବଂ ନିଜ ସାଙ୍ଗସାଥୀମାନଙ୍କ ସହ ଭିଡ଼ିଓଟି ଅତି ମାତ୍ରାରେ ହ୍ୱାଟ୍ସଆପ୍ରେ ସେୟାର କରନ୍ତୁ ଏବଂ ଆପଣଙ୍କ ଜିଲ୍ଲାରେ ପାଣିପାଗର ଅବସ୍ଥା କିପରି ଅଛି ତାହା ଆମ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଜୟ ଜଗନ୍ନାଥ।